This is Dr. Amresh Patnaik. Today we are going to learn tenses. ଆମେ କାଳ କ'ଣ ଏ ବିଷୟରେ ତ ଜାଣିଛେ, ତ ତା ବିଷୟରେ ଆଉ ଟିକେ ଅଧିକ ଜାଣିବା। କାଳ ଯାହାକୁ ଇଂରାଜୀରେ ଟେନ୍ସ ବୋଲି କୁହାଯାଏ। ଆଗରୁ ଆମେ ପଢ଼ିଥିଲେ ଯେ ଏହି କାଳ ହେଉଛି ତିନି ପ୍ରକାରର: ଅତୀତ କାଳ, ବର୍ତ୍ତମାନ କାଳ ଆଉ ଭବିଷ୍ୟତ କାଳ। ମାତ୍ର ଯେହେତୁ ଭବିଷ୍ୟତ ଅନିଶ୍ଚିତ, ଅନିର୍ଦ୍ଦିଷ୍ଟ, ତେଣୁ ଇଂରାଜୀରେ କେବଳ ଦୁଇଟି କାଳ ହିଁ ଅଛି। ସେଗୁଡ଼ିକ ହେଲେ ପ୍ରଥମ ଅତୀତ କାଳ ଏବଂ ବର୍ତ୍ତମାନ କାଳ। ଅତୀତ କାଳକୁ ଆମେ ପାଷ୍ଟ ଟେନ୍ସ କହିବା, ବର୍ତ୍ତମାନ କାଳକୁ ଆମେ ପ୍ରେଜେଣ୍ଟ ଟେନ୍ସ କହିବା। The tense of a verb shows the time of an action or event. କାଳ କହିଲେ ସିଏ ଗୋଟିଏ ସମୟ, ଗୋଟିଏ ଘଟଣା କେତେବେଳେ ଘଟିଛି, କ'ଣ ଘଟିଛି ଏବଂ ଘଟଣା ବିଷୟରେ ଘଟଣାର ସମୟଟା ଆମକୁ ସିଏ ଜଣାଇ ଦିଏ। There are three tenses before. ଆଗରୁ ଆମର ତିନିଟା ଟେନ୍ସ ଥିଲା। ପ୍ରେଜେଣ୍ଟ ଟେନ୍ସ, a verb that refers to the present time. ପ୍ରେଜେଣ୍ଟ ଟେନ୍ସ ଯେଉଁଟାକି ବର୍ତ୍ତମାନ କାଳ, ଯିଏ ଆମକୁ ବର୍ତ୍ତମାନ ସମୟକୁ ସୂଚାଇଥାଏ। ସେଥିରେ ଗୋ ଆଉ ଗୋସ୍ ଲାଗେ। ଗୋ କ'ଣ? ଆଇ ଗୋ, ବଟ୍ ରାମ ଗୋଜ୍। ସେଭଳି ପାଷ୍ଟ ଟେନ୍ସ ହେଉଛି ଅତୀତ କାଳ। ପାଷ୍ଟ ଟେନ୍ସରେ ଏ ଭର୍ବ ଦ୍ୟାଟ୍ ରେଫର୍ସ ଟୁ ପାଷ୍ଟ ଟାଇମ୍, ଯିଏକି ଅତୀତର ସମୟକୁ ସୂଚାଇଥାଏ, ତାକୁ ଆମେ ପାଷ୍ଟ ଟେନ୍ସ ବା ଅତୀତ କାଳ ବୋଲି କହିଥାଉ। ଏକ୍ସାମ୍ପଲ୍ ୱେଣ୍ଟ। ଓକେ, ଫର୍ମସ୍ ଅଫ୍ ଦ ଟେନ୍ସେସ୍। ଟେନ୍ସରେ ଟୋଟାଲ in respect of completeness of the action, each of the tenses has four forms. ଗୋଟିଏ ଆକ୍ସନ୍ ବା ଗୋଟିଏ ଘଟଣାର ସମ୍ପୂର୍ଣ୍ଣତାକୁ ଦର୍ଶାଇବା ପାଇଁ ଆମ ପାଖରେ ଗୋଟିଏ କାଳର ଚାରୋଟି ଭାଗରେ ତାକୁ ବିଭକ୍ତ କରାଯାଇଛି। ଗୋଟିଏ କାଳର ଚାରି ଭାଗ କରାଯାଇଛି। ଗୋଟିଏ ହେଉଛି ଇନଡେଫିନାଇଟ୍ ବା ସିମ୍ପଲ୍ ପ୍ରେଜେଣ୍ଟ, ଇମ୍ପରଫେକ୍ଟ ବା କଣ୍ଟିନ୍ୟୁଅସ୍ ବା ପ୍ରୋଗ୍ରେସିଭ୍ ମଧ୍ୟ କୁହାଯାଏ, ପରଫେକ୍ଟ ଯେଉଁଟାକି ଆମର ସମ୍ପୂର୍ଣ୍ଣ ହୋଇଥାଏ କାର୍ଯ୍ୟଟି, ତାକୁ ପରଫେକ୍ଟ, ପରଫେକ୍ଟ କଣ୍ଟିନ୍ୟୁଅସ୍ ବା ପରଫେକ୍ଟ ପ୍ରୋଗ୍ରେସିଭ୍ ମଧ୍ୟ କୁହାଯାଏ। ଓକେ, ଇନଡେଫିନାଇଟ୍ ଅବାସ୍ତବ, ଇମ୍ପରଫେକ୍ଟ ଅସମ୍ପୂର୍ଣ୍ଣ, ପରଫେକ୍ଟ ସମ୍ପୂର୍ଣ୍ଣ, ପରଫେକ୍ଟ କଣ୍ଟିନ୍ୟୁଅସ୍ ସମ୍ପୂର୍ଣ୍ଣ କ୍ରମାଗତ। ପ୍ରଥମେ ଯିବା ପ୍ରେଜେଣ୍ଟ ଟେନ୍ସ। ଏହି ଟେନ୍ସ ମଧ୍ୟ ଚାରି ଭାଗରେ ବିଭକ୍ତ। ପ୍ରଥମଟି ହେଲା ସିମ୍ପଲ୍ ପ୍ରେଜେଣ୍ଟ, ଯେଉଁଟାକି ଇନଡେଫିନାଇଟ୍। ଓକେ, ସିମ୍ପଲ୍ ପ୍ରେଜେଣ୍ଟରେ ସବୁବେଳେ ଏସ୍ ଆଉ ଇଏସ୍ ଲାଗିଥାଏ। ଦ ସିମ୍ପଲ୍ ପ୍ରେଜେଣ୍ଟ ଇଜ୍ ୟୁଜ୍ଡ। ଏଇଟା ଆମର ସିମ୍ପଲ୍ ପ୍ରେଜେଣ୍ଟ କେଉଁ ଜାଗାରେ ଲାଗେ ନା ଟୁ ଏକ୍ସପ୍ରେସ୍ ଏ ହାବିଚୁଆଲ୍ ଆକ୍ସନ୍। ହାବିଚୁଆଲ୍ ଆକ୍ସନ୍ ଅର୍ଥ ଯେଉଁଟା ଆମର ନିତ୍ୟ ବ୍ୟବହାର୍ଯ୍ୟ କାର୍ଯ୍ୟ, ନୀତିଦିନିଆ କାମ, ଯେଉଁଟା ଆମର ଅଭ୍ୟାସଗତ, ଯେଉଁଟା ଆମର ଅଭ୍ୟାସ ଏବଂ ହାବିଟ୍। ହି ଡ୍ରିଙ୍କସ୍ ଟି ଏଭ୍ରି ମର୍ଣ୍ଣିଂ। ହି ଡ୍ରିଙ୍କସ୍ ଟି, ସିଏ ପ୍ରତ୍ୟେକ ଦିନ ସକାଳେ ଚାହା ପିଏ ବା ପିଅନ୍ତି। ତା ଅର୍ଥ ଇଏ ଗୋଟେ ହାବିଚୁଆଲ୍ ଆକ୍ସନ୍, ଅଭ୍ୟାସଗତ। ଆଇ ଗେଟ୍ ଅଫ୍ ଏଭ୍ରି ଡେ ଆଟ୍ 5 o'clock। ମୁଁ ପ୍ରତ୍ୟେକ ଦିନ 5ଟା ବେଳେ ଉଠେ, ସକାଳ 5ଟା ବେଳେ ମୁଁ ଉଠେ। ତା ଅର୍ଥ ଇଏ ମଧ୍ୟ ଗୋଟିଏ ହାବିଟ୍ ବା ଅଭ୍ୟାସଗତ ଆକ୍ସନ୍। ଟୁ ଏକ୍ସପ୍ରେସ୍ ଜେନେରାଲ ଟ୍ରୁଥ୍, ଯେଉଁଟାକି ବାସ୍ତବ ବା ସାଧାରଣତଃ ସତ୍ୟ ଘଟଣା ଉପରେ ଆଧାରିତ, ଯେଉଁଟାକି ସାଇଣ୍ଟିଫିକ୍ ଆଉ ଜେନେରାଲ ଦୁଇଟା ଯାକ ଦେଖିଲା ବେଳେ ସେଇଟା ହେଉଛି ସତ୍ୟ ଘଟଣା ହେଇଥିବ। ଦ ସନ୍ ରାଇଜେସ୍ ଇନ୍ ଦ ଇଷ୍ଟ। ସୂର୍ଯ୍ୟ ପୂର୍ବ ଦିଗରେ ଉଦୟ ହୁଅନ୍ତି। ସୂର୍ଯ୍ୟ କେବେ ପଶ୍ଚିମ ଦିଗରେ ଉଦୟ ହୁଅନ୍ତି କି? ନାହିଁ। ତେଣୁ ସବୁବେଳେ ସୂର୍ଯ୍ୟ ପୂର୍ବ ଦିଗରେ ଉଦୟ ହୁଅନ୍ତି, ଯେଉଁଟାକି ସାଧାରଣ ସତ୍ୟ ଘଟଣା ଅଟେ। ଫର୍ଚୁନ୍ ଫେଭର୍ସ ଦ ବ୍ରେଭ୍। ଯିଏ ସାହସୀ ତାକୁ ଭାଗ୍ୟ ନିଶ୍ଚୟ ସାହାଯ୍ୟ କରେ। ତ ଏଇସବୁ ହେଉଛି ସତ୍ୟ ଘଟଣା।
ତେଣୁ ଏଇ ସବୁ କ'ଣ ନା ସିମ୍ପଲ୍ ପ୍ରେଜେଣ୍ଟରେ ଏସବୁ ଲାଗେ। In exclamatory sentence beginning with here and there to express what is actually taking place in the present, जोड़ा here ଆଉ there ଲାଗିଥିବ, here କିମ୍ବା there ଲାଗିଥିବ ଗୋଟିଏ ସେଣ୍ଟେନ୍ସରେ ଏବଂ जो ଘଟଣାଟା ପ୍ରକୃତରେ ବର୍ତ୍ତମାନ ସମୟରେ ହେଇଥିବ ଆଉ ତାକୁ ଆମେ କିଭଳି ପ୍ରକାଶ କରିବା? Here comes the bus, there she goes, ଏଭଳି ଆମେ ପ୍ରକାଶ କରିପାରିବା। ଏହାପରେ ଯିବା ପ୍ରେଜେଣ୍ଟ କଣ୍ଟିନ୍ୟୁଅସ୍ ଫର୍ମ। ପ୍ରେଜେଣ୍ଟ କଣ୍ଟିନ୍ୟୁଅସ୍ ବା ବର୍ତ୍ତମାନ ଆଉ କାର୍ଯ୍ୟଟି କ'ଣ? କ୍ରମାଗତ। ଏହାର ଷ୍ଟ୍ରକ୍ଚର ହେଲା ଇଜ୍ am are ପ୍ଲସ୍ V1 ପ୍ଲସ୍ ING। ତା ଅର୍ଥ ମୁଁ ଗୋଟିଏ ସେଣ୍ଟେନ୍ସ କହୁଛି ତାପରେ ଆମେ ଭିତରକୁ ଯିବା। I am going, I କିଏ ନା ମୁଁ, am I ପାଖରେ am ଲାଗେ, I is going ହବ କି I are going ହବ କି? ନାଇଁ, I am verb କିଏ ଏଠି ନା go verb, ସେଥିରେ ING ଫର୍ମ ଲାଗିଛି। ତ I am going, এই जो স্ট্রকচরটা দেখিল am is are প্লস V প্লস ING, ତା ଅର୍ଥ ବୁଝିଲ। I ପାଖରେ ଲାଗିଲା am ପ୍ଲସ୍ V ଅର୍ଥ verb, ଏଠାରେ verb ବା କ୍ରିୟା ହେଉଛି go ପ୍ଲସ୍ ING, ତ ଭର୍ବର ING ଫର୍ମ ହେଉଛି going, ଗୋର going, ତେଣୁ I am going, ମୁଁ ଯାଉଅଛି, ମୁଁ ଯାଉଅଛି, ତା ଅର୍ଥ କାର୍ଯ୍ୟଟି ବର୍ତ୍ତମାନ ଚାଲିଛି ଆଉ କ୍ରମାଗତ ଭାବରେ ଚାଲିଛି। The present continuous is used for an action going on at the time of speaking। ଯେତେବେଳେ ଗୋଟିଏ କିଛି ଘଟଣା ଚାଲିଛି ସେହି ସମୟରେ ଯଦି ଆମେ ତାକୁ କହିବା ତେବେ that is called action at the time of speaking। She is singing, the girls are playing cricket, she is singing, ସେ ଗୀତ ଗାଉଛି, ସି ତାପରେ is ଲାଗିଲା, verb sing, sing ର ING ଫର୍ମ ହେଲା singing। The girls are playing cricket, the girls ଯେହେତୁ girls ହେଉଛି ପ୍ଲୁରାଲ ବା ବହୁବଚନ ତେଣୁ ତା ପାଖରେ are ଲାଗିଲା, ପ୍ଲେ ହେଉଛି ଏଠାରେ verb ବା କ୍ରିୟା, ତା ପାଖରେ ଲାଗିଲା ING। The girls are playing cricket for an action that has already been arranged to take place in the near future, जोड़ा कि आगकू हबाकू अछि, निकट भविष्यतरे हब, मात्र से कामटा जदि फिक्स हो जाइछि, ठीक हो जाइछि, निर्धारित होइछि, तेबे सेठी आमे मध्य प्रेजेंट कंटीन्यूअस फॉर्म व्यवहार करि परिबा। जेमिति कि I am going to the party, मु वर्तमान पार्टी को जाउछि, बट तापरे कोन लागिछि टू नाइट, राति रे, जदि राति रे मु पार्टी जिबार निर्धारित हो जाइछि बा ठीक हो जाइछि तेबे I am going to the party tonight हे परिबो। My uncle is arriving tomorrow, my uncle is coming tomorrow, आसंता काली मो मामू आसुचंदी, जदि निश्चित आसुचंदी तेबे ये मध्य प्रेजेंट कंटीन्यूअस फॉर्म रे लागि परिबो। प्रेजेंट परफेक्ट जोड़ा कि वर्तमान आउ संपूर्ण हो जाइछि कार्य, तार स्ट्रक्चर है हाज हाव प्लस पीपी। पीपी पिले जानिछ, पीपी होछि पास्ट पार्टिसिपल फॉर्म ऑफ द वर्ब। हाज किंबा हाव कोठी लागे? आई हाज हब कि आई, वी, पीपल, चिल्ड्रेन हाव लागिबो, आउ ही हाज, राम हाज, सीता हाज, सी हाज प्लस पीपी, पीपी अर्थ थर्ड फॉर्म ऑफ द verb। Go, went, gone, so gone is PP form of the verb go, बुझियला। The present perfect is used to indicate completed activities in the immediate past with just। जदि इमिडिएट पास्ट हठात अतीत रे किछि घटना घटिछि आउ से कामटा सरी जाइछि, जदि ताको आमे जस्ट लगे कि कहि परिबा तेबे एटा व्यवहार हब प्रेजेंट परफेक्ट रे। ही हैज जस्ट गन आउट, से एबे पळैछि बाहर को,
I have done my work. ମୁଁ ମୋ କାମ କରି ସାରିଛି। ବୁଝିହେଲା? To express past actions whose time is not given or not defined. ଆଉ କ'ଣ? ଅତୀତର ଘଟଣା କିଛି ଆମେ ତାକୁ ମଧ୍ୟ ଏକ୍ସପ୍ରେସ୍ କରିପାରିବା, ତାକୁ ମଧ୍ୟ ପ୍ରକାଶ କରିପାରିବା ଯଦି ତାର କୌଣସି ନିର୍ଦ୍ଦିଷ୍ଟ ସମୟ ତାକୁ ଦିଆଯାଇ ନାହିଁ। ଯେମିତିକି I have never known him to be angry. ମୁଁ ତାଙ୍କୁ କେବେ ହେଲେ ରାଗିବାର ଜାଣିନି। କିନ୍ତୁ କେତେବେଳେ ଜାଣିନି, କେବେ ଜାଣିନି, 2 ଦିନ ପୂର୍ବରୁ, 5 ଦିନ ପୂର୍ବରୁ କି ଏବେ ଜଷ୍ଟ କିଛି ତ ମେନସନ୍ ହେଇନି ଟାଇମ୍। ତ ସେଥିପାଇଁ it expresses the past action whose time is not given or not defined. My friend has been to Japan. ଏହାପରେ ଯିବା ପ୍ରେଜେଣ୍ଟ ପରଫେକ୍ଟ କଣ୍ଟିନ୍ୟୁଅସ୍। ବର୍ତ୍ତମାନ ସମ୍ପୂର୍ଣ୍ଣ କ୍ରମାଗତ। ତାର ଷ୍ଟ୍ରକ୍ଚରଟି ହେଲା ହାଜ୍ ଅର୍ ହ୍ୟାଭ୍ ବିନ୍ ପ୍ଲସ୍ ଭର୍ବ ପ୍ଲସ୍ ଆଇଏନଜି। ତା ଅର୍ଥ ହି ହାଜ୍ ବିନ୍ ଗୋଇଂ ଅର୍ ଆଇ ହାଭ୍ ବିନ୍ ଗୋଇଂ। ବୁଝି ହେଉଛି? ପ୍ରେଜେଣ୍ଟ ପରଫେକ୍ଟ କଣ୍ଟିନ୍ୟୁଅସ୍ ଇଜ୍ ୟୁଜ୍ଡ ଫର୍ ଆନ୍ ଆକ୍ସନ୍ ଅଲରେଡ଼ି ଫିନିଶ୍ଡ। ଗୋଟେ ଘଟଣା ସେ ପ୍ରଥମେ ସରିଯାଇଛି। I have been watering the garden. ମୁଁ ବଗିଚାରେ ପାଣି ଦେଇ ଆସୁଅଛି। He has been doing his homework. ସିଏ ତାର ଗୃହକର୍ମ କରି ସାରିଛି ବା କରି ସାରିଅଛି। ଓକେ? For an action which began at some time in the past and is still continuing. ଆଉ କିଛି ଘଟଣା ଯିଏକି ଅତୀତରେ ଆରମ୍ଭ ହୋଇଯାଇଛି ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ସେ କ୍ରମାଗତ ହୋଇ ଚାଲିଛି। ସେଇ ଘଟଣାକୁ ମଧ୍ୟ ଆମେ ପ୍ରେଜେଣ୍ଟ ପରଫେକ୍ଟ କଣ୍ଟିନ୍ୟୁଅସ୍ରେ ବ୍ୟବହାର କରିପାରିବା। ଯେମିତିକି ହି ହାଜ୍ ବିନ୍ ସ୍ଲିପିଂ ଫର୍ 5 hours. ସେ 5 ଘଣ୍ଟା ହେଲାଣି ଶୋଇ ଆସୁଅଛି। ଦେ ହାଭ୍ ବିନ୍ ବିଲ୍ଡିଂ ଦ ବ୍ରିଜ୍ ଫର୍ ସେଭରାଲ୍ ମନ୍ଥସ୍. ସେମାନେ ବହୁତ ମାସ ହେଲାଣି କ'ଣ କରୁଛନ୍ତି ନା ବ୍ରିଜ୍ ବା ପୋଲ ତିଆରି କରି ଆସୁଅଛନ୍ତି। କାମଟି ବର୍ତ୍ତମାନ ପର୍ଯ୍ୟନ୍ତ ଚାଲିଛି ମାତ୍ର ସରି ନାହିଁ। ଓକେ? ବର୍ତ୍ତମାନ ଆମେ ପ୍ରେଜେଣ୍ଟ ଟେନ୍ସ ଏବଂ ଏହାର 4 ଭାଗ ବିଷୟରେ ଜାଣିଲେ, ଏହାର ଷ୍ଟ୍ରକ୍ଚର ବିଷୟରେ ଜାଣିଲେ, ଆଉ କେଉଁ କେଉଁ ସ୍ଥିତି ପରିସ୍ଥିତିରେ ଏହିସବୁ ବ୍ୟବହାର କରାଯାଏ ତାହା ମଧ୍ୟ ଜାଣିଲେ। ଏହାପରେ ନେକ୍ସଟ ସେସନରେ ଆମେ ଜାଣିବା ପାଷ୍ଟ ଟେନ୍ସ ବିଷୟରେ। ସୋ ମାଇ ଡିୟର ଷ୍ଟୁଡେଣ୍ଟସ୍, ଆଜି ଆମେ ପଢ଼ିବା ପାଷ୍ଟ ଟେନ୍ସ ବିଷୟରେ। ମୁଁ ଯେହେତୁ ଆଗରୁ ତୁମକୁ କହିଥିଲି ଯେ ପ୍ରତ୍ୟେକ ଟେନ୍ସକୁ 4 ଭାଗରେ ବିଭକ୍ତ। ସିମ୍ପଲ୍ ପାଷ୍ଟ ବା ଇନଡେଫିନାଇଟ୍ ବା ଅନିର୍ଦ୍ଦିଷ୍ଟ, ଦେନ୍ କଣ୍ଟିନ୍ୟୁଅସ୍ ବା ପ୍ରୋଗ୍ରେସିଭ୍ ବା ଅସମ୍ପୂର୍ଣ୍ଣ, ଦେନ୍ ପରଫେକ୍ଟ ଯେଉଁଟାକି ଆମର ସମ୍ପୂର୍ଣ୍ଣ, ଦେନ୍ ପରଫେକ୍ଟ ପ୍ରୋଗ୍ରେସିଭ୍ ସମ୍ପୂର୍ଣ୍ଣ କ୍ରମାଗତ। ସେ ପାଷ୍ଟ ଟେନ୍ସ ମଧ୍ୟ ଠିକ୍ ସେଇଭଳି 4 ଭାଗରେ ବିଭକ୍ତ। ପ୍ରଥମେ ଆମେ ଜାଣିବା ସିମ୍ପଲ୍ ପାଷ୍ଟ ବିଷୟରେ। ଦ ସିମ୍ପଲ୍ ପାଷ୍ଟ ଇଜ୍ ୟୁଜ୍ଡ ଟୁ ଇଣ୍ଡିକେଟ୍ ଆନ୍ ଆକ୍ସନ୍ କମ୍ପ୍ଲିଟେଡ୍ ଇନ୍ ଦ ପାଷ୍ଟ। ସିମ୍ପଲ୍ ପାଷ୍ଟ କ'ଣ ନା ଯେତେବେଳେ ଗୋଟିଏ ଘଟଣା ଆମର ନିକଟ ଅତୀତରେ ସରିଯାଇଛି, ଘଟଣା ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କ୍ରମାଗତ ନାହିଁ, କିନ୍ତୁ ଆଗରୁ ବା ଅତୀତରେ ଏ ଘଟଣାଟିର କାର୍ଯ୍ୟ ସମାପ୍ତ ହୋଇଯାଇଛି। I received a letter a week ago. ମୁଁ ଗୋଟିଏ ସପ୍ତାହ ପୂର୍ବରୁ ଗୋଟିଏ ଚିଠିଟିଏ ମୁଁ ଗ୍ରହଣ କଲି। I received ବୁଝି ହେଉଛି? ଏଇଥିରେ କ'ଣ ନା I went, ଗୋର past tense went, go went, ସେମିତି receive received। ତ ଏଇଠି ସେକେଣ୍ଡ ଫର୍ମ ଇଜ୍ ୟୁଜ୍ଡ। She left the place last year. She leave the past tense left. She left the place last year. For past habits, ଆମର ଯେଉଁ ଅଭ୍ୟାସ ଗୁଡ଼ିକ ଥିଲା, ଯଦି ଅତୀତରେ କିଛି ଅଭ୍ୟାସ ଆମର ଅଛି ତାକୁ ଆମେ ବର୍ତ୍ତମାନ ପ୍ରକାଶ କରିବା, ତେବେ that is also simple past. He studied many hours every day. ସେ ପ୍ରତ୍ୟେକ ଦିନ ବହୁ ସମୟ ଧରି ପଢ଼ୁଥିଲା। She always carried an umbrella. ସିଏ
ସବୁବେଳେ ଗୋଟିଏ ସିଏ ମାନେ ଝିଅଟିଏ ସବୁବେଳେ ଗୋଟିଏ ଛତା ଧରି ଯାଉଥିଲା। ଓକେ, ତାପରେ ଜାଣିବା ପାଷ୍ଟ କଣ୍ଟିନ୍ୟୁଅସ୍ ଯେଉଁଠି ଷ୍ଟ୍ରକ୍ଚର ହେଲା ୱାଜ୍ ୱେୟାର ପ୍ଲସ୍ ଭର୍ବ ପ୍ଲସ୍ ଆଇଏନ୍ଜି। ମନେକର ଆଇ ୱାଜ୍ ଗୋଇଂ, ଗୋ ହେଉଛି ଭର୍ବ, ୱାଜ୍ ଲାଗିବ ଆଇ ପାଖରେ ୱାଜ୍, ଯେଉଁଟାକି ଆମେ ହେଲ୍ପିଂ ଭର୍ବ ବା ଅକ୍ସିଲାରୀ ଭର୍ବ ବୋଲି କହିପାରିବା। ଭର୍ବ ହେଉଛି ଗୋ, ଗୋ ଯଦି ଆଇଏନ୍ଜି ଲାଗିଲା, ଆଇଏନ୍ଜି ଫର୍ମ ଅଫ୍ ଦ ଭର୍ବ ଇଜ୍ ଗୋଇଂ। ଆଇ ୱାଜ୍ ଗୋଇଂ, ମୁଁ ଯାଇଥିଲି। ଓକେ, ଆଇ ୱେଣ୍ଟ, ମୁଁ ଗଲି। ଆଇ ୱାଜ୍ ଗୋଇଂ, ମୁଁ ଯାଉଥିଲି। ଆଇ ହାଡ୍ ଗନ୍, ମୁଁ ଯାଇଥିଲି। ଆଇ ହାଡ୍ ବିନ୍ ଗୋଇଂ, ମୁଁ ଯାଇ ଆସୁଥିଲି। ଓକେ, ଦ ପାଷ୍ଟ କଣ୍ଟିନ୍ୟୁଅସ୍ ଇଜ୍ ୟୁଜ୍ଡ, ଏଇଟା କେଉଁଠି ଲାଗୁଛି ନା ଟୁ ଡିନୋଟ୍ ଆନ୍ ଆକ୍ସନ୍ ଗୋଇଂ ଅନ୍ ଆଟ୍ sometime in the past, the time of the action may or may not be indicated. ଆଗରୁ ତାର ଆକ୍ସନର ସମୟଟା ଆମକୁ ସୂଚା ଯାଇପାରେ ନ ଯାଇପାରେ। The light went out when I was reading. We were listening to the radio. Light went out. Current ବା ବିଦ୍ୟୁତ କାଟ ହେଲା। When I was reading, ଯେତେବେଳେ ମୁଁ ପଢ଼ୁଥିଲି, ଉଥିଲି ବୁଝିହେଉଛି। I was reading, ମୁଁ ପଢ଼ୁଥିଲି। I was going, ମୁଁ ଯାଉଥିଲି। ଓକେ, we were listening, ଆମ୍ଭେମାନେ ଶୁଣୁଥିଲୁ to the radio. For persistent habits in the past, जो habit जो ଅଭ୍ୟାସ ଆମର ଅଛି persistent ମାନେ ସବୁଦିନ ଲଙ୍ଗ ଲାଷ୍ଟିଂ ଭଳି ଯେଉଁ ଅଭ୍ୟାସ ଥିଲା ସେ ବିଷୟରେ ଯଦି କହିବା, he was always playing, ସେ ସବୁବେଳେ ଖେଳୁଥିଲା। I was smoking, ମୁଁ ଧୂମପାନ କରୁଥିଲି। ଏଇଭଳି ଯଦି କଣ୍ଡିସନ୍ ଆସିଲା ତେବେ ଆମେ ପାଷ୍ଟ କଣ୍ଟିନ୍ୟୁଅସ୍ ଫର୍ମ ବ୍ୟବହାର କରିବା। या ପରେ ଜାଣିବା ପାଷ୍ଟ ପରଫେକ୍ଟ ବିଷୟରେ। ପାଷ୍ଟ ପରଫେକ୍ଟର ଷ୍ଟ୍ରକ୍ଚର ହେଲା ହାଡ୍ ପ୍ଲସ୍ ପିପି। ହାଡ୍ ପ୍ଲସ୍ ପିପି। ଆଇ ହାଡ୍ ଗନ୍, go, went, gone. Third form of the verb বা present, past and past participle form of the verb. PP stands for past participle form. Okay, or third form you can say. The past perfect is used for an action completed before a certain moment in the past. କେତେବେଳେ ନା କିଛି ମୋମେଣ୍ଟ ଯଦି ପାଷ୍ଟରେ ଅତୀତରେ ଆମେ ତାକୁ ବିତେଇଛେ ସେ ବିଷୟରେ ଯେଉଁଟାକି କମ୍ପ୍ଲିଟ୍ ହେଇଯାଇଛି ସେ ବିଷୟରେ ଆମେ କହିପାରିବା। I had seen him 5 years before. ମୁଁ ତାଙ୍କୁ 5 ବର୍ଷ ପୂର୍ବରୁ ଦେଖିଥିଲି। ଇଥିଲି। ଓକେ, ବୁଝି ହେଉଛି ମୁଁ ଦେଖିଥିଲି, ଇଥିଲି। He had come here last year. ସିଏ ଗତ ବର୍ଷ ଏଠାକୁ ଆସିଥିଲେ। ଇଥିଲେ। ଓକେ, if two actions happened in the past, it may be necessary to show which action happened. ଯଦି ଅତୀତରେ ଦୁଇଟି ଘଟଣା ଘଟି ଯାଇଥିଲା ତେବେ ସେଇଠୁ ଆମକୁ ଦରକାର ଯେ କେଉଁ ଘଟଣାଟି ପ୍ରଥମେ ଘଟିଥିଲା ଆଉ ତାପରେ ଆଉ କେଉଁ ଘଟଣାଟି ଘଟିଲା। The past perfect is used in such situation. ସେଇ ମାନେ କଣ୍ଡିସନରେ ସିଚୁଏସନରେ ସେଇ ଅବସ୍ଥାରେ ହିଁ past perfect ଲାଗିବ। I had done my exercise when he came to see me. ମୁଁ ମୋର ଏକ୍ସରସାଇଜ I had done, ମୁଁ କରି ସାରିଥିଲି ବା ମୁଁ କରିଥିଲି, ଇଥିଲି। ଓକେ, when he came to see me, ଯେତେବେଳେ ସିଏ ମୋତେ ଦେଖିବା ପାଇଁ ଆସିଲା ବା ମିଶିବା ପାଇଁ ଆସିଲା। I had written the letter before he arrived. I had written, ମୁଁ ଲେଖିଥିଲି, ଇଥିଲି। ମୁଁ ଲେଖିଥିଲି କ'ଣ ନା ଚିଠି ଲେଖିଥିଲି ସିଏ ଆସିବା ପୂର୍ବରୁ। या ପରେ ଆମେ ଜାଣିବା ପାଷ୍ଟ ପରଫେକ୍ଟ କଣ୍ଟିନ୍ୟୁଅସ୍ ଯେଉଁଠି ଷ୍ଟ୍ରକ୍ଚର ହେଲା ସବଜେକ୍ଟ ପ୍ଲସ୍ ହ୍ୟାଡ୍ ପ୍ଲସ୍ ବିନ୍ ପ୍ଲସ୍ ଭର୍ବ ପ୍ଲସ୍ ଆଇଏନ୍ଜି। I had been going, subject had plus been verb ing. The past perfect continuous is used
for an action that began before a certain point in the past. ଅତୀତର ଗୋଟିଏ ଘଟଣା ଯିଏକି ଗୋଟିଏ ନିର୍ଦ୍ଦିଷ୍ଟ ସମୟରେ ହିଁ ଆରମ୍ଭ ହୋଇଥିଲା ଆଣ୍ଡ କଣ୍ଟିନ୍ୟୁଡ୍ ଅପ୍ ଟୁ ଦ ଟାଇମ୍ ଏବଂ ଯେଉଁ ସମୟ ବିଷୟରେ ଆମେ କଥା ହେଉଛେ ନିର୍ଦ୍ଦିଷ୍ଟ ସମୟରୁ ଆରମ୍ଭ ହୋଇକି ସେହି ସମୟ ପର୍ଯ୍ୟନ୍ତ ଏ ଘଟଣାଟି ଚାଲିଥିଲା। ଏକ୍ସାମ୍ପଲ୍, ଆଟ୍ ଦ୍ୟାଟ୍ ଟାଇମ୍ ହି ହାଡ୍ ବିନ୍ ରାଇଟିଂ ଏ ନୋଭେଲ୍। ସେହି ସମୟରେ ସିଏ ଗୋଟିଏ କ'ଣ କରୁଥିଲେ ନା ଉପନ୍ୟାସ ଲେଖୁଥିଲେ। ଏଇଠି ହି ହାଡ୍ ବିନ୍ ରାଇଟିଂ ଲେଖି ଆସୁଥିଲେ, ତା ଅର୍ଥ ଗୋଟିଏ ନିର୍ଦ୍ଦିଷ୍ଟ ସମୟରେ ଆରମ୍ଭ କରିଥିଲେ ଆଉ ତାଙ୍କ କାର୍ଯ୍ୟଟି ସରିନଥିଲା। ଯେଉଁ ସମୟ ଆମେ କଥା ହେଉଛେ ଯେଉଁ ସମୟ ବିଷୟରେ ସେହି ସମୟ ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟଟି ସରିନଥିଲା, ସେଇ ନୋଭେଲ୍ ବା ଉପନ୍ୟାସ ଲେଖାଟି ସରିନଥିଲା, ତ ସେ ଲେଖି ଆସୁଥିଲେ। ମିଷ୍ଟର ଆନନ୍ଦ ହାଡ୍ ବିନ୍ ଟିଚିଂ ଦେୟାର ଫର୍ 5 years। ମିଷ୍ଟର ଆନନ୍ଦ ସେଇଠି 5 ବର୍ଷ ହେଲାଣି ଶିକ୍ଷା ଦେଇ ଆସୁଥିଲେ। ଓକେ।